ବ୍ୟବସ୍ଥାର ଅଙ୍କା ବଙ୍କା କଣ୍ଟକିତ ପଙ୍କିଳ ରାସ୍ତାରେ କେନ୍ଦ୍ରାପଡ଼ାର ସାହସୀ ବୀର ବାଘୁଣୀ। କେନ୍ଦ୍ରାପଡ଼ାର ବୀର ବାଘୁଣୀ ବାଟବଣା ନା ପ୍ରକୃତରେ ରାଜନୈତିକ ଶିକାରୀଙ୍କ ଷଡ଼ଯନ୍ତ୍ର କ'ଣ ହୋଇଥାଇପାରେ? ଗୋଟେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ତିଖିରି ପଞ୍ଚାୟତର ଗୋଟେ ସରପଞ୍ଚ, ଯିଏକି ଗୋଟେ ଝିଅ, ଆଜି ତା ପଛରେ ହଜାର ହଜାର ମାନେ କହିବାକୁ ଗଲେ ସରକାରୀ କର୍ମୀ ଲାଗି ଯାଇଛନ୍ତି ତା ପଛରେ। ଯେ ସାମାନ୍ୟ ଗୋଟେ ଛୋଟ ଭୁଲ ପାଇଁ କ'ଣ ନା, ପ୍ରଥମ ଭିଡ଼ିଓ ଆପଣମାନେ ଦେଖିଥିବେ, ଯେତେବେଳେ ଗୋଟେ ଉଚ୍ଛେଦ ବିବାଦକୁ ନେଇକି ସେ ସେଠାରେ ରୋକ ଲଗେଇଥିଲେ, ସେଠି ବାରଣ କରିଥିଲେ। ସେଇ କଥାକୁ ଆଗକୁ ବଢ଼େଇକି ନେଇକି ଆଜି ତାଙ୍କର ନିଜସ୍ୱ ସରପଞ୍ଚ, ନିଜସ୍ୱ ପଞ୍ଚାୟତର ନିଜ ଅଞ୍ଚଳର କାମକୁ ନେଇକି ବିଡ଼ିଓଙ୍କ ପାଖକୁ ଯାଇଥିଲେ। ତ ସେଇ ବିଡ଼ିଓଙ୍କ ପାଖରେ ଭିଡ଼ିଓ କରିବାର ନେଇକି କିଛି ଏଇଭଳି କଥାକୁ କିଛି ଯୁକ୍ତିତର୍କ କରି ଆପଣମାନେ ସମସ୍ତେ ଜାଣିଛନ୍ତି। ତ ନେଇକି ଆଜି ତାଙ୍କୁ ଥାନାର ଦ୍ୱାରସ୍ଥ ହେବାକୁ ପଡ଼ିଛି, ବହୁତ କିଛି ତାଙ୍କୁ ନିର୍ଯାତନା ମଧ୍ୟ ସହିବାକୁ ପଡ଼ିଛି। ଯଦି ଜଣେ ନିଜେ ସରପଞ୍ଚ ହୋଇକି ନିଜ ପଞ୍ଚାୟତର ନିଜ ଅଞ୍ଚଳର ସମସ୍ୟାକୁ ନେଇକି ବିଡ଼ିଓଙ୍କ ପାଖକୁ ପ୍ରଶ୍ନ କରିବାକୁ ଗଲେ, ଯଦି ସେ ଜାଗାରେ ଅପରାଧୀ ହେଉଛନ୍ତି, ତେବେ ଆପଣମାନେ ସମସ୍ତେ ଦେଖିଥିବେ ଅରିନ୍ଦମ ରାୟ ଯେତେବେଳେ ଜଣେ ବିଡ଼ିଓଙ୍କୁ କିଭଳି ଭାବରେ ତାଙ୍କୁ ବ୍ୟବହାର କରିଥିଲେ। ତ ସେତେବେଳେ ଏବେ ଯେଉଁ ପ୍ରଶାସନ, ଯେଉଁ ପୋଲିସ ଗୋଟେ ଝିଅ ପଛରେ ଲାଗି ଯାଇଛନ୍ତି, ତ ସେତେବେଳେ ସେଇ ପ୍ରଶାସନ, ସେତେବେଳେ ସେଇ ପୋଲିସ ମାନେ କୋଉଠି ଥିଲେ? ପ୍ରକୃତରେ ଇଏ ହେଉଛି ବ୍ୟବସ୍ଥାର ଅଙ୍କା ବଙ୍କା କଣ୍ଟକିତ ପଥ ବୀର ବାଘୁଣୀ ପାଇଁ, ନା କୌଣସି ରାଜନୈତିକ ଶିକାରୀଙ୍କ ଷଡ଼ଯନ୍ତ୍ର? ଏହାର ପ୍ରଶ୍ନ ଉଠିଛି। ଯେତେବେଳେ ଅରିନ୍ଦମ ରାୟ ଗୋଟେ ବିଡ଼ିଓଙ୍କୁ ବହୁତ ପ୍ରକାର ନାନା କଟୁ କଥା କହି ବିଭିନ୍ନ ପ୍ରକାର ଖରାପ ଇଙ୍ଗିତ କରିଥିଲେ, ଖରାପ ବ୍ୟବହାର କରିଥିଲେ, ସେତେବେଳେ ପୋଲିସ ପ୍ରଶାସନ କୋଉଠି ଥିଲା? ସେତେବେଳେ ତାଙ୍କୁ ଗିରଫ କରାଗଲା ନାହିଁ କାହିଁକି? ଆଉ ଯଦି ଆଜି ଜଣେ ଗୋଟେ ଗରିବ ପରିବାରରୁ ଆସିକି ଜଣେ ଛୋଟ ସରପଞ୍ଚଟିଏ ଯଦି ନିଜ ଅଞ୍ଚଳର ସମସ୍ୟା ନେଇକି ବିଡ଼ିଓଙ୍କ ପାଖକୁ ଯାଉଛି, ସେଠାରେ ତାକୁ ଅପରାଧୀ ସଜାଇ ଦିଆଯାଉଛି। କାରଣ କ'ଣ? ଚାମେଲି ଓଝା, ଯିଏକି ଆଜିକାଲି ସୋସିଆଲ ମିଡ଼ିଆରେ ବହୁତ ଚର୍ଚ୍ଚିତ ଝିଅଟିଏ, ଯିଏକି ତାଙ୍କୁ କାଲି ସକାଳେ କେହି ଅବା ଜାଣିନଥିଲେ, ଆଜି ତାଙ୍କୁ ସାରା ଦୁନିଆ ଜାଣୁଛି। କାରଣ ତାଙ୍କର ସାହସିକ ପଦକ୍ଷେପ ଯୋଗୁଁ। ଯିଏକି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ତିଖିରି ପଞ୍ଚାୟତର ସରପଞ୍ଚ। ମୁଁ ଏହାଦେହରୁ ଗୋଟେ କଥା କହି ରଖିବି ଯେ, ତ ତାଙ୍କର ଏଇ ଦୁଃସାହସିକ କାର୍ଯ୍ୟ ନା ଦିନେ ତାଙ୍କୁ ସରପଞ୍ଚରୁ ଭବିଷ୍ୟତରେ ଯେମିତିକି ଆମର ରହିଲେ ବେଙ୍ଗଲର ରହିଲେ ମମତା ବାନାର୍ଜୀ, ଯିଏକି ତାଙ୍କ ଭଳି ମାୟାବତୀ ବା ଅଥବା ମମତା ବାନାର୍ଜୀଙ୍କ ପରି ଓଡ଼ିଶାର ମଧ୍ୟ ମୁଖ୍ୟମନ୍ତ୍ରୀ ହେବା ପାଇଁ ଅଟକେଇ ନପାରେ। ତାଙ୍କର ଏହି ଦୁଃସାହସିକ କାର୍ଯ୍ୟ ଭବିଷ୍ୟତକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନ ହେବେ ବୋଲି ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ନ କରେ। ତ ଆମର ମାନନୀୟ ମୁଖ୍ୟମନ୍ତ୍ରୀକୁ ଏତିକି ଅନୁରୋଧ ଯେ ଏହାର ସଠିକ ବିଚାର କରନ୍ତୁ, ସଠିକ ନ୍ୟାୟ ଦିଅନ୍ତୁ, ନଚେତ ଛବିରାଣୀ ଆଉ ଅଞ୍ଜନା, ବେବିନା ଇତ୍ୟାଦିର ଘଟଣା ପରି ପୁନରାବୃତ୍ତି ଯେପରି ନ ହେଉ। ଆପଣମାନଙ୍କ ମତାମତ କ'ଣ ଚାମେଲି ଓଝାଙ୍କୁ ନେଇକି? ତ ନିଶ୍ଚୟ ଆପଣଙ୍କ ମତାମତ ରଖିବେ। ଯଦି ଚାମେଲି ଓଝାଙ୍କ ସପୋର୍ଟରେ ଥାଆନ୍ତି, ନିଶ୍ଚୟ ଏହାର ଯୁଦ୍ଧ ଯେଉଁ ଚାଲିଛି ବର୍ତ୍ତମାନ ଆମ କେନ୍ଦ୍ରାପଡ଼ା ଜିଲ୍ଲାରେ, ଏହା ଯେମିତି ଗୋଟେ ଛୋଟ ସରଳ ନିରୀହ ଝିଅଟିଏ ବଳି ନ ପଡ଼ିଯାଉ, ଏଥିପ୍ରତି ସମସ୍ତେ ଟିକେ ଧ୍ୟାନ ଦେବେ। ଏହି ରାଜନୀତିର ପଶା ଖେଳରେ ଗୋଟେ ଝିଅଟି ଯେମିତି ବଳି ନ ପଡ଼ିଯାଉ, ଏଥିରେ ଯିଏ ବି ଦୋଷୀ ଥାଉ, ସେ ଦୋଷୀକୁ ସମ୍ପୂର୍ଣ୍ଣ ଦଣ୍ଡ ମିଳିବା ଆବଶ୍ୟକ। ଯେପରି ଚାମେଲି ଓଝାଙ୍କ ଜୀବନ ଯେମିତିକି ଛବିରାଣୀ, ଅଞ୍ଜନା, ବେବିନାଙ୍କ ଭଳି ତାଙ୍କ ଜୀବନ ନ ହେଉ, ଏଥିପ୍ରତି ଟିକେ ଏଇଟା ଆମ ସମସ୍ତଙ୍କର କର୍ତ୍ତବ୍ୟ ସାଧାରଣ ନାଗରିକ ହିସାବରେ।
तो समस्ते यार प्रतिवाद करंतु, स्वर उत्तोलन करंतु, झीटी को सठिक न्याय प्रदान करंतु। यह ही मो तरफ आपण मानक अनुरोध।